ଖିଲ ବେରନିରେ ମହିଳା କମଳା ଚାଷୀଙ୍କ ତାଲିମ କାର୍ଯ୍ୟକ୍ରମ। ଚାଷ ଏକ ମଣିଷ ଜୀବନର ମୁଖ୍ୟ ରୋଜଗାର ପନ୍ଥା। ଚାଷ କାର୍ଯ୍ୟରେ ନିୟୋଜିତ ହୋଇ ଚାଷୀକୂଳ ତାଙ୍କ ପରିବାରକୁ ଆଗକୁ ନେଇଥାନ୍ତି। ବିଭିନ୍ନ ପ୍ରକାର ଚାଷ କରି ମଣିଷ ସ୍ୱାବଲମ୍ବୀ ହେବା ସହିତ ଆର୍ଥିକ ମାନଦଣ୍ଡର ସୁଧାର ଆଣିପାରିଥାନ୍ତି। କିନ୍ତୁ କିଛି ଚାଷୀ କେବଳ ଗୋଟିଏ ପ୍ରକାରର ଚାଷ କରି ବହୁ କଷ୍ଟରେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ସେଥିପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଚାଷ କାର୍ଯ୍ୟରେ ନିୟୋଜିତ ହୋଇ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ବିଭିନ୍ନ ପ୍ରକାର ଚାଷ କାର୍ଯ୍ୟ କରି ଚାଷୀ ଉପକୃତ ହୋଇଥିବା ଦୃଷ୍ଟିକୁ ମଧ୍ୟ ଆସିଛି। ତେଣୁ ପ୍ରତ୍ୟେକ ଚାଷୀ ସମୟ ଅନୁସାରେ ଭିନ୍ନ ଭିନ୍ନ ପ୍ରକାରର ଚାଷ କରିବା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ସେମିତି ଏକ ଲାଭବାନ ଚାଷ କମଳା ଚାଷ। ସେହି କମଳା ଚାଷ ଉପରେ ଗୁରୁତ୍ୱ ଦେଇ ଚାଷୀମାନଙ୍କୁ ଉପକୃତ କରିବା ପାଇଁ ବିଭିନ୍ନ ତାଲିମ ବ୍ୟବସ୍ଥା କରାଯାଇଛି, ଯାହାକି କମଳା ଚାଷ କରି କେମିତି ଉପକୃତ ହୋଇପାରିବେ ସେହି ବିଷୟରେ ତାଲିମ ବ୍ୟବସ୍ଥା କରି ସଚେତନ କରାଯାଉଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଚଢ଼େଇମରା ଗ୍ରାମ ପଞ୍ଚାୟତର ଖିଲବେରେନି ଗ୍ରାମରେ ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପରିମଳ ବିଭାଗ ଦ୍ୱାରା ମହିଳା କମଳା ଚାଷୀମାନଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅରମାସ ଦ୍ୱାରା ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ଆଞ୍ଚଳିକ କମଳା ଉତ୍ପାଦନ ସଂସ୍ଥାର 100 ଜଣ ମହିଳା କମଳା ଚାଷୀ ଦକ୍ଷତା ବିକାଶ କର୍ମଶାଳାରେ ତାଲିମ ନେଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ଅରମାସର ଦେବଗଡ଼ ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବୀନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାର ତାଲିମଦାତ୍ରୀ ରୀନା ଦ୍ୱିବେଦୀ ତାଲିମ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଜିଲ୍ଲା ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରମାସ ଦ୍ୱାରା କିଭଳି ଭାବରେ କମଳା ରସ ପ୍ରସ୍ତୁତ କରି ପ୍ୟାକେଜିଂ କରି ବିକ୍ରୟ କରି ଲାଭବାନ ହୋଇପାରିବେ ସେ ବିଷୟରେ ମହିଳା କମଳା ଉତ୍ପାଦନକାରୀଙ୍କୁ ବୁଝାଇଥିଲେ। ହରିୟାଣାର ତାଲିମଦାତା କମଳା ରସ ଯନ୍ତ୍ର ଦ୍ୱାରା କିଭଳି ଭାବରେ ରସ ପ୍ରସ୍ତୁତ କରି ବିଶୋଧନ କରି ପ୍ୟାକେଜିଂ କରାଯିବ ସେ ସମ୍ପର୍କରେ ଉପସ୍ଥିତ ଥିବା ମହିଳା କମଳା ଚାଷୀଙ୍କୁ ବୁଝାଇଥିବା ସହିତ ଡେମୋ ଦେଖାଇଥିଲେ। ଖୁବ୍ ଉତ୍ସାହ ସହିତ ମହିଳା କମଳା ଚାଷୀମାନେ ଏହି ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଲିମ ନେଇଥିଲେ। କମଳା ଚାଷ କରି ଜଣେ ସ୍ୱାବଲମ୍ବୀ ହୋଇପାରିବ ତାହା ଏହି ତାଲିମ ଶିବିରରେ ଜଣାପଡ଼ିଥିଲା। ଏହି ତାଲିମ ଶିବିରକୁ ଦେବଗଡ଼ ଜିଲ୍ଲା ଅରମାସ କର୍ମଚାରୀମାନେ ତାଲିମ ପରିଚାଳନା କରିଥିବା ବେଳେ ଖିଲବେରେନି ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଅରମାସ ଦ୍ୱାରା ଆୟୋଜିତ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ତାଲିମ ଶିବିର କମଳା ଚାଷୀମାନଙ୍କ ପାଇଁ ଏକ ନୂଆ ଦିଗ ଦେଖାଇ ପାରିବ ବୋଲି ଆଶା କରାଯାଉଛି। ମହିଳା କମଳା ଚାଷୀମାନେ ଗୁରୁତ୍ୱ ସହକାରେ ଏହି କମଳା ଚାଷ କରିବା ସହିତ ଅନ୍ୟମାନଙ୍କୁ କମଳା ଚାଷ କରିବା ପାଇଁ ସଚେତନ କରାଇବେ। ବ୍ୟୁରୋ ରିପୋର୍ଟ, এবি নিউজ।